ପ୍ରେରଣା କେଉଁଠାରୁ ବି ମିଳିପାରେ। ନିଜେ ନିଜକୁ ସର୍ବଦା କିଛି ଶିଖିବା ପାଇଁ ପ୍ରସ୍ତୁତ ରଖନ୍ତୁ। ନୂଆ ଶିଖିବା ପାଇଁ ଜରୁରୀ ନୁହେଁ କି ନିଜେ କାମ କରୁଥିବା କ୍ଷେତ୍ରରେ ସବୁକିଛି ଜାଣିଗଲେ, ପ୍ରସ୍ତୁତ ହୋଇଗଲେ ଆପଣ। ପ୍ରେରଣା କେଉଁଠାରୁ ବି ମିଳିପାରେ। ଭଲ ଭଲ ବହି, ପ୍ରେରଣାଦାୟୀ ପ୍ରସଙ୍ଗ ସଫଳ ବ୍ୟକ୍ତିମାନଙ୍କ ଠାରୁ ଅବା ଗରିବ ଦିନ ମଜୁରିଆ ଠାରୁ ବି ମିଳିପାରେ। ପଞ୍ଚତନ୍ତ୍ର, ହିତୋପଦେଶ କଥା, ପୁରାଣ ଓ ଗଳ୍ପ କାହାଣୀରୁ ବି ବହୁତ କିଛି ଶିଖିବାକୁ ମିଳିଥାଏ। ଭାରତରେ ଜ୍ଞାନ ବିଜ୍ଞାନର ପୁରାତନ ସ୍ରୋତ କୁହାଯାଉଥିବା ବେଦ, ପୁରାଣ, ଉପନିଷଦ ତଥା ପ୍ରସିଦ୍ଧ ବିଦ୍ୱାନମାନଙ୍କ ଦ୍ୱାରା ଲିଖିତ ଗ୍ରନ୍ଥଗୁଡ଼ିକୁ ଯଦି ଭଲ ଭାବେ ଅନୁଧ୍ୟାନ କଲେ ମଣିଷର ଜୀବନରେ ଅନେକ ଅବସ୍ଥା ଓ ପରିସ୍ଥିତିକୁ ନେଇ ନୂଆ ବିଚାର ମିଳିବ। ଯଦି ଆପଣଙ୍କ ପାଖରେ ଅଧିକ ସମୟ ନାହିଁ ଏବଂ ଆପଣ ଶୀଘ୍ର ପାଇବାକୁ ଚାହୁଁଛନ୍ତି, ତେବେ ନିଜ ଗୁରୁଜନ ଓ ସମାଜର ବରିଷ୍ଠ ନାଗରିକମାନଙ୍କର ପରାମର୍ଶ ନିଅନ୍ତୁ ଓ ଅନେକ ପରିସ୍ଥିତି ବାବଦରେ ସେମାନଙ୍କ ଅନୁଭବକୁ ଗ୍ରହଣ କରନ୍ତୁ। ଆପଣଙ୍କୁ ଭାଗ୍ୟ ଭରସାରେ ନ ରହି ପରିଶ୍ରମ କରି ଆଗକୁ ବଢ଼ିବା ପାଇଁ ଅବିଶ୍ୱସନୀୟ ପ୍ରେରଣା ମିଳିବ। ଦୃଷ୍ଟି ସମ୍ପର୍କ ମୌଖିକ ସଞ୍ଚାରରେ ମୁଖ୍ୟ ଭୂମିକା ଆଖିର ରହିଛି। ଏମିତି ଲୋକ ଯିଏ ଦୃଷ୍ଟି ତଳକୁ କରି କଥା ହୁଏ, କଥା ହେଲା ବେଳେ ନଜର ମିଳେଇ କଥା ହେବା ବଦଳରେ ମୁହଁ ତଳକୁ କରି କଥା ହୁଏ, ଏମାନଙ୍କ ଭିତରେ ଆତ୍ମବିଶ୍ୱାସର ଅଭାବ ଥାଏ। ଏହି ଲୋକମାନେ ନିଜ କଥା ସପକ୍ଷରେ କୌଣସି ପ୍ରକାର ତଥ୍ୟ ପ୍ରସ୍ତୁତ କରିପାରନ୍ତି ନାହିଁ ଏବଂ ଯଦି ବି ତଥ୍ୟ ପ୍ରସ୍ତୁତ କରନ୍ତି, ଲୋକମାନେ ତାହା ଉପରେ ବିଶ୍ୱାସ କରିପାରନ୍ତି ନାହିଁ। ଆପଣଙ୍କର ଆତ୍ମବିଶ୍ୱାସର ପ୍ରତୀକ ହେଉଛି ଆପଣଙ୍କର ଆଖି। ତେଣୁ ଆପଣ କାହା ସହ କଥାବାର୍ତ୍ତା କରୁଥିବା ସମୟରେ ଦୃଷ୍ଟି ତଳକୁ ନ କରି ଆଖିରେ ଆଖି ମିଳାଇ କଥା ହୁଅନ୍ତୁ। ଦୂରତାର ବି ଧ୍ୟାନ ରଖନ୍ତୁ। କିଛି ଲୋକ ଅଭ୍ୟାସବଶତଃ କଥାବାର୍ତ୍ତା କରୁଥିବା ବେଳେ ସମ୍ମୁଖରେ ଥିବା ବ୍ୟକ୍ତିଙ୍କୁ ବାରମ୍ବାର ସ୍ପର୍ଶ କରିଥାନ୍ତି କିମ୍ବା ଥଟ୍ଟାରେ ସେମାନଙ୍କ ପିଠିରେ ବା କାନ୍ଧରେ ହାତ ରଖିଥାନ୍ତି। ଏହି ପ୍ରକାର କାର୍ଯ୍ୟକଳାପ ଯୋଗୁଁ ଲୋକମାନେ ଆପଣଙ୍କ ଠାରୁ ଦୂରେଇ ରୁହନ୍ତି। ସାମ୍ନାରେ ଥିବା ବ୍ୟକ୍ତିଙ୍କ ଠାରୁ ଏକ ନିର୍ଦ୍ଦିଷ୍ଟ ଦୂରତା ବଜାୟ ରଖିବା ସାଧାରଣ ଶିଷ୍ଟାଚାରର ଅନ୍ତର୍ଭୁକ୍ତ। ଯେ ଅସମ୍ପୂର୍ଣ୍ଣ ଜ୍ଞାନ ସନ୍ଥ ପ୍ରବଚନ ଦେଉଥାନ୍ତି, ପ୍ରସଙ୍ଗ କ୍ରମେ କହିଥିଲେ, ପ୍ରତ୍ୟେକ ଜୀବ ଈଶ୍ୱରଙ୍କ ଅଂଶବିଶେଷ। ସମସ୍ତଙ୍କଠାରେ ସେହି ପରମାତ୍ମାଙ୍କ ସତ୍ତା ବିଦ୍ୟମାନ। ତେଣୁ ସୃଷ୍ଟିର ପ୍ରତ୍ୟେକ ଜୀବଙ୍କୁ ଈଶ୍ୱରଙ୍କ ଅଂଶ ବୋଲି ଭାବି, ଈଶ୍ୱରଙ୍କ ଅଂଶ ବିଶେଷ ବୋଲି ଭାବି ଜୀବେଦୟା ଆଦରି ନେବା ଉଚିତ। ସନ୍ଥ ମହତର ଦୃଷ୍ଟିଭଙ୍ଗୀ ନେଇ ଏହା କହିଥିଲେ, ଅବତାରଣା କରିଥିଲେ ବାସ୍ତବ ସତ୍ୟର। ଶ୍ରଦ୍ଧାଳୁ ସେଦିନ ଘରକୁ ଆସୁଥିବା ସମୟରେ ବାଟରେ ଶୁଣିବାକୁ ପାଇଥିଲେ, ପଳାଇ ଯାଅ। ଶ୍ରଦ୍ଧାଳୁ କିଛି ବୁଝିପାରିନଥିଲେ। ଅଣନିଶ୍ୱାସୀ ହୋଇ ଜୀବନ ରକ୍ଷା ପାଇଁ ଦୌଡ଼ୁଥିବା ଜଣେ ବ୍ୟକ୍ତିଙ୍କୁ ରୋକି ପଚାରିଥିଲେ, ଭାଇ ଘଟଣା କ'ଣ? ବ୍ୟକ୍ତି ଦଣ୍ଡେ ରହିଯାଇ, ପାଗଳ ହାତୀ ଏଇ ଦିଗରେ ଆସୁଛି, ଶୀଘ୍ର ପଳାଇ ଯାଅ କହି ପୁନଃ ଦୌଡ଼ିବା ଆରମ୍ଭ କରିଦେଇଥିଲେ। ସ୍ଥୂଳ ବୁଦ୍ଧିରେ ଶ୍ରଦ୍ଧାଳୁ ଭାବିଲେ, ଯଦି ପ୍ରତ୍ୟେକ ଜୀବ ଈଶ୍ୱରଙ୍କ ଅଂଶବିଶେଷ, ସେମାନଙ୍କଠାରେ ଈଶ୍ୱରୀୟ ସତ୍ତା ବିଦ୍ୟମାନ, ତେବେ ଏତେ ଡର କାହିଁକି? ହାତୀ ମୋ ଭଳି ଯାହାଙ୍କଠାରେ ଈଶ୍ୱରୀୟ ସତ୍ତା ଅଛି, ନିର୍ଦ୍ଦୋଷ ବ୍ୟକ୍ତିର କ'ଣ ବା କରିବ? ଏହା ଭାବି ସମ୍ମୁଖ ଦିଗକୁ
ହାତୀ ଯେଉଁ ଦିଗରୁ ଆସୁଛି ଅଗ୍ରସର ହେଉଥିବା ବେଳେ ଶୁଣିପାରିଥିଲେ ମାହୁନ୍ତର ସତର୍କ ବାଣୀ, ପଳାଇ ଯାଅ, ହାତୀ ପାଗଳ ହୋଇଯାଇଛି। ସେ କିନ୍ତୁ ବୀର ଦର୍ପରେ ଚାଲିଥାନ୍ତି। ଜୟ ଶ୍ରୀ ଜଗନ୍ନାଥ।